ଦେବୁ ତୁମର ବିକୃତ ମସ୍ତିଷ୍କ ସମ୍ପନ୍ନ ଛାତ୍ର ସେ ବିଦ୍ୟାଳୟରେ ଆଉ ପାଠ ପଢି ପାରିବ ନାହିଁ। ଆସନ୍ତୁ ନା ସେଇ ମାଙ୍କର ଚରଣାର ବିନ୍ଦରେ ପଣିପାତ କରିବା। ମୁଁ ପୁଅ ମାନଙ୍କୁ କହିବି, এই অনুষ্ঠাନର ଛାତ୍ରଛାତ୍ରୀ ମାନଙ୍କୁ କହିବି, ଆମ ଜୀବନର ପ୍ରଥମ ଦେବତା ହେଉଛି ମା। ସମସ୍ତେ ପ୍ରତିଦିନ ସକାଳୁ ଉଠିବା ପରେ ମାଙ୍କୁ ପ୍ରଣାମ କରିବ, ମାଙ୍କୁ ପ୍ରଣାମ କରିବ, କାରଣ ମା ହେଉଛି ଆମ ଜୀବନର ପ୍ରଥମ ଦେବତା। ମୁଁ କହି ରଖେ, ମଣିଷ କେତେବେଳେ ବଡ଼ ହବ, ବିନମ୍ର ମାତା ପିତାଙ୍କ ଆଗରେ ଯେତେବେଳେ ପର୍ଯ୍ୟନ୍ତ ନ ନେଇଛୁ ଆମେ କେତେବେଳେ ମଧ୍ୟ ପୂର୍ଣ୍ଣ ହେଇପାରିବା ନାହିଁ। ତେଣୁ ଆସନ୍ତୁ ନା ସେଇ କରୁଣାମୟୀ ସେଇ ଜଗତ ଜନନୀ ମାଙ୍କର ଚରଣାର ବିନ୍ଦରେ ପ୍रणिपात ପୂର୍ବକ ଆମର ଶିକ୍ଷା ରୂପକ ରାସ୍ତାରେ ଧାବମାନ ହେବା ଏବଂ ମାଙ୍କର ଆଶୀର୍ବାଦକୁ ପାଥେୟ କରି ଆମର ପାଠ୍ୟକ୍ଷେତ୍ରରେ ଅଗ୍ରସର କରିବା। এই হউଛନ୍ତି মা, এই হଉଛି সেই বাবা যে প্রতিদিন ঘর ঘরରୁ কাটি কাটি পুଅ ପାଇଁ বହି বস্তা যোগাড় করে। এই হଉଛି সেই বাবা যে চিরা কলাକୁ ସାଦ ଫଳ ସିଲେଇ କରି ପିନ୍ଧି ପୁଅ ପାଇଁ ନୂଆ ଜାମା ତିଆରି କରେ। এই হଉଛି সেই ବାବା যে ଋଣଗ୍ରସ୍ତ ହୋଇ ପୁଅକୁ ପାଠ ପଢ଼େଇଥାଏ। ପରିପାତ କଲେ তুমি জীবନରେ অগ্রসর ହେବ। ଏଣୁ ଆସନ୍ତୁ ନା ସେଇ ବାବାଙ୍କର ଯେ ମୁଁ ଆଜି ପୃଥିବୀର ସବୁଠାରୁ ଗୋଟେ ସୁନ୍ଦର ଆଗକୁ ଖୋଜିଲା, ଦେଖିଲା ଗୋଟେ ବରଗଛ ପୁଅ ଖେଳୁଛି, ଚିତ୍ରକର ପୁଅ ପାଖକୁ ତଳେ ଠିଆ ହେଇଗଲା ଏବଂ ସେଇ ଚିତ୍ରକର ତାର ସେଇ କାନଭାସ ରଙ୍ଗ ତୁଲି ପ୍ରୟୋଗ କରି ଗୋଟେ ଏହାପରେ କଣ ହେଇଛି ନା 25 ଆସିଲା ସେ ନା ମୁଁ ପୃଥିବୀର ସବୁଠାରୁ ଭୟଙ୍କର ଗୋଟେ ଜେଲକୁ ଭେଟିଲା। ଜେଲର ମହୋଦୟ, ମୁଁ ପୃଥିବୀର ସବୁଠାରୁ କଦର୍ଯ୍ୟତମ ବ୍ୟକ୍ତିର ଚେହେରା ଅଙ୍କନ କରିବାକୁ ଚାହୁଁଛି, ଆପଣ ମୋତେ ଗୋଟେ କୁଖ୍ୟାତ ଅପରାଧୀ ପାଖକୁ ନିଅନ୍ତୁ। ଜେଲର ମହୋଦୟ ନେଇଗଲେ ଗୋଟେ କୁଖ୍ୟାତ ଅପରାଧୀ ପାଖକୁ।